ଉକୁଣି ତ ଏମିତି ଶହ ଶହ ଲୋକଙ୍କର ଉକୁଣି ଅଛି। ଉକୁଣି ଯୋଗୁଁ ଲୋକ ମରେନି। ଏଇଆ ହେଇଥିବ ଯଦି ମୁଣ୍ଡରେ ଉକୁଣି ଅଛି, ଆମର ଯେଉଁ ସ୍କଲ୍ ବା ଖପୁରି ତା ଉପରେ ମେମ୍ବ୍ରେନ୍ ଅଛି ବା ମସଲ୍ ଅଛି, ଆମେ ତାକୁ ସ୍କାଲ୍ପ କହୁ। ସେ ସ୍କାଲ୍ପରେ ଯଦି ଇନଫେକ୍ସନ୍ ହେବ ତେବେ କ'ଣ ହେବ ନା ସବସିକ୍ୱେଣ୍ଟଲି ସେପ୍ଟିସିମିଆ ହେଇକରି ମରିଥାଇପାରେ, କିମ୍ବା ତା'ର ଉକୁଣି ସହିତ ଆଉ କିଛି ଇଣ୍ଟରନାଲ୍ ରୋଗ ଥାଇପାରେ, ତା ପାଇଁ ମରିପାରେ। କିନ୍ତୁ ଡାଇରେକ୍ଟ ଉକୁଣି ଯୋଗୁଁ ସେ ମରିବା ମାନେ ସମ୍ଭାବନା ନାହିଁ, ଏମିତି କେବେ ଘଟିନି। ହଁ, ମଝିରେ ମଝିରେ ସବୁ ହେବ, ପୂଜ ଗୁଡ଼ାକ ବାହାରିବ, ତା ଦେହରେ ସେ ଯେଉଁ ଛିଦ୍ର ବାଟ ଦେଇକରି ପୂଜ ଯଦି ବେଶୀ ହେଲା, ସେ କ'ଣ ହେବ ନା ପୂଜ ଗୁଡ଼ାକ ବାହାରକୁ ବାହାରିବ। ସେଇ ପୂଜ ବ୍ରେନ୍ ଭିତରୁ ଯାଇକରି ମେନିଞ୍ଜାଇଟିସ୍ କରିବ। ହଁ, ଇନଫେକ୍ସନ୍, ବ୍ରେନ୍ ଇନଫେକ୍ସନ୍ ହେବ, ଆଉ ମେନିଞ୍ଜାଇଟିସ୍ ବି ହେବ। ସେଗୁଡ଼ାକ ସବୁ ଭିତରକୁ ମଧ୍ୟ ଯିବ, ବ୍ରେନ୍ ଭିତରକୁ। ଟ୍ରିଟମେଣ୍ଟଟା ମାନେ ହେଉଛି ରୋଗୀର କଣ୍ଡିସନ୍ ଦେଖିକି ଟ୍ରିଟମେଣ୍ଟ। ଯଦି ଲାଷ୍ଟ ଷ୍ଟେଜ୍ରେ ଆସିବ ଗ୍ୟାସ୍ପିଂ ଅବସ୍ଥାରେ, ଆଉ ଟ୍ରିଟମେଣ୍ଟ କ'ଣ ଅଛି? ଅଦରୱାଇଜ୍ ପ୍ରଥମରୁ ଆସିଲେ ସେତେ ଦୂର ଯାଇ ତାର ଜୀବନ ମାନେ ସେମିତି ତା ପସିବିଲିଟି କମ୍। ଆଜିକାଲି ସବୁ ଲୋକ, ଇଭିନ୍ ଗାଁ ଭିତରେ ବି ଲୋକ ଆୱେର୍ ହେଇଗଲେଣି। ସେ କେଉଁଠୁ ନେବେ, କେତେ ନେବେ, ଡାକ୍ତରଖାନାକୁ ଦେଖେଇବେ। ଡାକ୍ତରଖାନାରେ ଯେହେତୁ ସବୁ ଔଷଧ ପ୍ରାୟ ମାହାଳିଆ ମିଳିଲାଣି, ଲୋକଙ୍କର ଆଡପ୍ଟେବିଲିଟା ବେଶୀ ଅଛି ହସ୍ପିଟାଲ ଉପରେ, ବହୁତ ରେୟାର୍ ଇଏରେ ସେ କଥା ଉଠୁଛି। କିନ୍ତୁ ହେଲେ ବି ସେ ଯେଉଁ ଗାମାକ୍ସିନ୍ ହେଉ କି ଯାହା ହେଉ, ଏଗୁଡ଼ାକ ସେ ପ୍ରକୃତ ପିଓର ଗାମାକ୍ସିନ୍ ନୁହଁ। ଏଗୁଡ଼ା ସବୁ ଲୋ ମାନେ ଇଏର ମାନେ କ୍ୱାଲିଟିର ଗାମାକ୍ସିନ୍। ସେଗୁଡ଼ା ଆଡ଼ଭାଇସ୍ ହେଉଛି ଆପଣଙ୍କର ପରମିଥିନ୍ ହେଉଛି ଉକୁଣି ପାଇଁ ସେଇଟା ଦରକାର। ପରମିଥିନ୍ ଔଷଧରେ ସେ ଭଲ ହେବା କଥା। କିନ୍ତୁ ଏ ଯେଉଁ କହୁଛନ୍ତି ଆପଣ ଏମିତି ମରିଗଲା, ଏ ହେଲା ସେ ହେଲା, ସେ ଅଲଗା ରୋଗ ବା ସେପ୍ଟିସିମିଆ ଯୋଗୁଁ ମରିବ, କିନ୍ତୁ ଉକୁଣି ପାଇଁ ଡାଇରେକ୍ଟ ମରିବାର କିଛି ନାହିଁ। ରକ୍ତବାନ୍ତି ସେପ୍ଟିସିମିଆର କମ୍ପ୍ଲିକେସନ୍। ସେପ୍ଟିସିମିଆ ହେଲେ ମାନେ ଏଣ୍ଟାୟାର ବ୍ଲଡ଼ରେ ପୂଜ ଆପଣଙ୍କର ବୁଲିଲା, ସେଇଟା ତାର ଇନଫେକ୍ସନ୍ ଯୋଗୁଁ ସବୁ ଏଗୁଡ଼ାକ ସିମ୍ପଟମ୍, ଜିଆଇ ସିଷ୍ଟମ୍, ନର୍ଭସ୍ ସିମ୍ପଟମ୍, ରେସ୍ପିରେଟରୀ ସିଷ୍ଟମ୍, ସବୁ ସିଷ୍ଟମ୍ ଇନଭଲ୍ଭ ହେଇଯିବ। ତାପରେ ଲାଷ୍ଟ ଷ୍ଟେଜ୍ରେ ସେ ରକ୍ତବାନ୍ତି କରି ମରିବ। ତେଣୁ ଡାଇରେକ୍ଟ କିଛି ନାହିଁ।